ପିଲାମାନେ ସମସ୍ତଙ୍କୁ ଶୁଭ ସକାଳ। ଆଶା କରୁଛି ସମସ୍ତେ ଭଲରେ ଥିବ। ତା ସହିତ ନିଜ ପାଠ ପଢା ପ୍ରତି ମଧ୍ୟ ବେଶ ଧ୍ୟାନ ଦଉଥିବ। ପିଲାମାନେ, ଚିନ୍ମୟ ସାର୍ ଓଡ଼ିଆ କ୍ଲାसेସ୍ ୟୁଟ୍ୟୁବ ଚ୍ୟାନେଲକୁ ତୁମମାନଙ୍କୁ ସ୍ୱାଗତ। ଆଜି ଆମର ପ୍ରଥମ କ୍ଲାସରେ ଆମେମାନେ ପଢ଼ିବା ଯୁକ୍ତ 2 ପ୍ରଥମ ବର୍ଷ ପିଲାମାନଙ୍କର କଳା, ବାଣିଜ୍ୟ ଓ ବିଜ୍ଞାନ ସମସ୍ତ ପିଲାମାନଙ୍କର ବାଧ୍ୟତାମୂଳକ ଓଡ଼ିଆ ପେପରରେ ଥିବା ଗୋଟିଏ ସୁନ୍ଦର କବିତା, ମାଟିର ମହାକବି ସାରଳା ଦାସଙ୍କ ଦ୍ୱାରା ରଚିତ ଗୋଟିଏ ସୁନ୍ଦର କବିତା, ଯାହାର ନାଁ ହେଉଛି ସାହାଡ଼ା ବୃକ୍ଷ। ତ ପିଲାମାନେ, କବିତାକୁ ଯିବା ଆଗରୁ ଆମେ ବର୍ତ୍ତମାନ କବିଙ୍କ ସମ୍ପର୍କରେ ଜାଣିବା। ଏହି କବିତାରେ ସାରଳା ଦାସ କିପରି ଭାବରେ ସାହାଡ଼ା ବୃକ୍ଷର ମାହାତ୍ମ୍ୟକୁ ବର୍ଣ୍ଣନା କରିଛନ୍ତି ତାହା ଆମେ ଏହି କବିତାରେ ପଢ଼ିବା। ସାରଳା ଦାସ ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ, ଯାହାର ଆଧୁନିକ ନାମ ହେଉଛି କନକପୁର। ପଞ୍ଚଦଶ ଶତାବ୍ଦୀ ସୂର୍ଯ୍ୟବଂଶର ଶ୍ରେଷ୍ଠ ରାଜା କପିଳେନ୍ଦ୍ର ଦେବଙ୍କ ସମସାମୟିକ ଥିଲେ ଆଦିକବି ସାରଳା ଦାସ। ପିଲାମାନେ, ସାରଳା ଦାସଙ୍କ କୃତି ଗୁଡ଼ିକ ମଧ୍ୟରେ ସାରଳା ଦାସ ଲେଖିଛନ୍ତି ପ୍ରଥମେ ଶ୍ରୀ ରାମାୟଣ, ଦ୍ୱିତୀୟ ଭାରତ, ତୃତୀୟ ରଚନା କଲି ଶ୍ରୀ ଭାଗବତ। ଅର୍ଥାତ୍ ସାରଳା ଦାସ ଲେଖିଛନ୍ତି ପ୍ରଥମେ ରାମାୟଣ ଅର୍ଥାତ୍ ବିଚିତ୍ର ରାମାୟଣ, ଦ୍ୱିତୀୟ ଭାରତ, ଭାରତ ଅର୍ଥାତ୍ ମହାଭାରତ ମହାକାବ୍ୟ, ତୃତୀୟ ରଚନା କଲି ଶ୍ରୀ ଭାଗବତ। ଶ୍ରୀ ଭାଗବତ କହିଲେ ଆମେ ବୁଝିବା ଚଣ୍ଡୀ ପୁରାଣକୁ। ଆଦିକବି ସାରଳା ଦାସଙ୍କର ମଧ୍ୟ ଅନ୍ୟ ଗୋଟିଏ କୃତି ରହିଛି, ଯାହାର ନାଁ ହେଉଛି ଲକ୍ଷ୍ମୀ ନାରାୟଣ ବଚନିକା। ସାରଳା ଦାସଙ୍କୁ ଓଡ଼ିଆ ସାହିତ୍ୟର, ଓଡ଼ିଶାରେ ମାଟିର ମହାକବି ଭାବରେ ମଧ୍ୟ ଗ୍ରହଣ କରାଯାଏ। ଓଡ଼ିଆ ସାହିତ୍ୟରେ ଯଦି ଆମେ ଆଦିକବି ଭାବରେ କାହାକୁ ଗ୍ରହଣ କରିବା ବା ମାଟିର ମହାକବି ଭାବରେ କାହାକୁ ଗ୍ରହଣ କରିବା, ସେ ହେଉଛନ୍ତି ସାରଳା ଦାସ। ଶୂଦ୍ରମୁନି ଭାବରେ ନାମିତ କରାଯାଇଛି। ପିଲାମାନେ, ସେ ଜାତିରେ ଶୂଦ୍ର ଥିଲେ, ସେଥିପାଇଁ ତାଙ୍କୁ ହିଁ ଶୂଦ୍ରମୁନି ବୋଲି ମଧ୍ୟ କୁହାଯାଏ। ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ ଗ୍ରାମରେ ସେ ପଞ୍ଚଦଶ ଶତାବ୍ଦୀରେ ଜନ୍ମଲାଭ କରିଥିଲେ। ତାଙ୍କର ପିତୃଦତ୍ତ ନାମ ଥିଲା ସିଦ୍ଧେଶ୍ୱର ପରିଡ଼ା। ଅର୍ଥାତ୍ ତାଙ୍କ ପିତୃମାତୃଦତ୍ତ ନାମ, ଅର୍ଥାତ୍ ତାଙ୍କ ପିଲାଦିନେ ତାଙ୍କ ବାପା ମା ତାଙ୍କୁ ଡାକୁଥିଲେ କ'ଣ ନା ସିଦ୍ଧେଶ୍ୱର ପରିଡ଼ା ବୋଲି ଡାକୁଥିଲେ। ପର ମୁହୂର୍ତ୍ତରେ କ'ଣ ହେଲା ନା ସେ ଦେବୀ ସାରଳାଙ୍କର ଅପାର କୃପା ଲାଭ କରି କ'ଣ ହେଲେ, କବିତ୍ୱ ପ୍ରାପ୍ତ ହୋଇଥିବାରୁ ତାଙ୍କର ପରବର୍ତ୍ତୀ ନାମ ହେଲା ସାରଳା ଦାସ। ସେ ଥିଲେ ସାହିତ୍ୟର ଆଦିକବି। ଓଡ଼ିଆ ସାହିତ୍ୟର ଆଦିକବି ଭାବରେ ଯାହାକୁ ଗ୍ରହଣ କରାଯାଏ, ସେ ହେଉଛନ୍ତି ସାରଳା ଦାସ। କଥିତ ଲୋକଭାଷାକୁ ସାହିତ୍ୟିକ ଭାଷାର ମର୍ଯ୍ୟାଦା ପ୍ରଦାନ କରି ବିଶାଳ ମହାଭାରତ ଗ୍ରନ୍ଥ ରଚନା କରିଥିଲେ ମାଟିର ମହାକବି ସାରଳା ଦାସ। ମୂଳ ସଂସ୍କୃତ ମହାଭାରତ ଆଧାରରେ ଲିଖିତ ହୋଇଥିଲେ ହେଁ ଆପଣାର ଅଲୌକିକ ପ୍ରତିଭା ତଥା ଦିବ୍ୟ ପରିକଳ୍ପନା ଶକ୍ତିର ସହାୟତାରେ ସେ ସେଥିରେ ଅନେକ ନୂତନ କାହାଣୀ ସଂଯୋଗ କରିଥିଲେ। ପିଲାମାନେ, ସଂସ୍କୃତ ମହାଭାରତର ଆଧାରରେ ଲିଖିତ ହୋଇଥିଲେ ହେଁ ଓଡ଼ିଆ ମହାଭାରତ, ସେଥିରେ ସେ କ'ଣ କରିଥିଲେ ନା ନିଜର କିଛି ମୌଳିକତାର ପ୍ରୟୋଗ କରିଥିଲେ, ନିଜର କିଛି ନୂଆ କାହାଣୀର ସଂଯୋଗ କରିଥିଲେ, ଯାହା ସଂସ୍କୃତ ମହାଭାରତରେ ନାହିଁ। କବି ସାରଳା ଦାସ ତାଙ୍କ ସମକାଳୀନ ସମୟରେ ଅନେକ ରାଜନୈତିକ, ଐତିହାସିକ, ସାଂସ୍କୃତିକ ଓ ସାମାଜିକ ଘଟଣାଚକ୍ର ମହାଭାରତ ମଧ୍ୟ ରୂପ ଦେଇ ଏହାକୁ ଓଡ଼ିଆ ଜାତିର ଜୀବନବେଦରେ ପରିଣତ କରିଥିଲେ। ଅର୍ଥାତ୍ ସେ କ'ଣ କ'ଣ ସେଥିରେ ରଖିଥିଲେ ନା ରାଜନୈତିକ, ଐତିହାସିକ, ସାଂସ୍କୃତିକ ଓ ସମାଜରେ ଘଟୁଥିବା ଘଟଣାକୁ କେଉଁଥିରେ ରଖିଥିଲେ ନା ତାଙ୍କର ରଚିତ ମହାଭାରତରେ। ପିଲାମାନେ, ଆମେ କବିତାକୁ ଯିବା ଆଗରୁ ପ୍ରଥମେ ଜାଣିବା କ'ଣ ନା ସାହାଡ଼ା ବୃକ୍ଷ ସମ୍ପର୍କରେ। ସାହାଡ଼ା ବୃକ୍ଷ କ'ଣ? ସାହାଡ଼ା ବୃକ୍ଷ କବିତାଟି କବିଙ୍କ ମହାଭାରତ ଆଦି ପର୍ବରୁ ଗୃହୀତ ହୋଇଛି। ପିଲାମାନେ, ମହାଭାରତରେ 20ଟି ପର୍ବ। ଆଦି ପର୍ବରୁ ଆମର 20ଟି ପର୍ବ ମଧ୍ୟରୁ ମହାଭାରତର ଆଦି ପର୍ବରୁ ଗୃହୀତ ହୋଇଛି କେଉଁଠି ନା ମାଟିର ମହାକବି ସାରଳା ଦାସଙ୍କ ଦ୍ୱାରା ରଚିତ ସାହାଡ଼ା ବୃକ୍ଷ କବିତାଟି। ପ୍ରତ୍ୟେକ ଓଡ଼ିଆଙ୍କ ଖଳାବାଡ଼ିରେ
ପ୍ରାୟ ସାହାଡ଼ା ବୃକ୍ଷଟିଏ ଥାଏ। ଆମ ଓଡ଼ିଆ ସଂସ୍କୃତି, ଓଡ଼ିଶାର ପରମ୍ପରା, ଆମେ ପ୍ରତ୍ୟେକ ଓଡ଼ିଆଙ୍କ ସଂସ୍କୃତି, ପ୍ରତ୍ୟେକ ଓଡ଼ିଆଙ୍କ ପରମ୍ପରାରେ ଆମେ ଅନେକ ଗଛକୁ ପୂଜା କରୁ, ଅନେକ ବୃକ୍ଷକୁ ପୂଜା କରୁ। ଯେମିତି ଅଁଳା, ନିମ୍ବ, ବର, ଅଶ୍ୱତ୍ଥ, ତୁଳସୀ। ସେହିପରି ଗୋଟିଏ ବୃକ୍ଷ ହେଉଛି ସାହାଡ଼ା ବୃକ୍ଷ, ଯାହାଙ୍କୁ ପ୍ରତ୍ୟେକ ଓଡ଼ିଆଙ୍କ ଖଳାରେ ବାଡ଼ିରେ ପୂଜା କରାଯାଏ। ସାହାଡ଼ା ବୃକ୍ଷର ଦାନ୍ତକାଠି ବଳବୀର୍ଯ୍ୟବର୍ଦ୍ଧକ ବୋଲି ଲୋକ ବିଶ୍ୱାସ କରନ୍ତି। ପୁଣି ସାହାଡ଼ା ପତ୍ରକୁ ଶୁଖାଇ ଶସ୍ୟ ବୀଜମାନଙ୍କର ରଖିଲେ ସେଥିରେ ପୋକ ଲାଗନ୍ତି ନାହିଁ। ଓଡ଼ିଆ ଲୋକଙ୍କ ଧାରଣା ରହିଛି, କାହିଁକି ନା ଆମର ଯେପରି ଭାବରେ ନିମ୍ବପତ୍ରକୁ ଶୁଖାଇ ମଧ୍ୟ ରଖାଯାଏ କେଉଁଥିରେ ନା ଶସ୍ୟମାନଙ୍କ ଉପରେ ରଖିଲେ ଶସ୍ୟରେ ପୋକ ଲାଗନ୍ତି ନାହିଁ, ସେହିପରି ଭାବରେ ଆମର ଧାରଣା ରହିଛି କ'ଣ, ପ୍ରତ୍ୟେକ ଓଡ଼ିଆଙ୍କ ଧାରଣା ରହିଛି କି ଯଦି ଆମେ ସାହାଡ଼ା ବୃକ୍ଷର ପତ୍ରକୁ ଶୁଖାଇ ଯଦି ଆମେ ଶସ୍ୟମାନଙ୍କ ଉପରେ ଘୋଡ଼ାଇ ରଖିବା ତେବେ କ'ଣ ହେବ ନା ଶସ୍ୟରେ ପୋକ ଲାଗିବେ ନାହିଁ। ଏହିଭଳି ଗୋଟିଏ ଉପକାର ବୃକ୍ଷକୁ କବି ପୌରାଣିକ ଚରିତ୍ରମାନଙ୍କରେ ସହିତ ସଂଯୋଜିତ କରି ଏକ ମହନୀୟ ଆସନ ପ୍ରଦାନ କରିଛନ୍ତି। କୁରୁବଂଶର ଦୁଇ କୁମାର ଧୃତରାଷ୍ଟ୍ର ଓ ପାଣ୍ଡୁ। ଧୃତରାଷ୍ଟ୍ର ଜ୍ୟେଷ୍ଠ ଓ ପାଣ୍ଡୁ ହେଉଛନ୍ତି କନିଷ୍ଠ। ଧୃତରାଷ୍ଟ୍ର ସୁନ୍ଦର ଓ ବଳିଷ୍ଠ ହେଲେ ଚକ୍ଷୁହୀନ। ଧୃତରାଷ୍ଟ୍ର କେମିତି ଥିଲେ? ସୁସ୍ଥ ଥିଲେ, ସୁନ୍ଦର ମଧ୍ୟ ଥିଲେ, ତା ସହିତ ବଳିଷ୍ଠ ମଧ୍ୟ ଥିଲେ, ହେଲେ ଚକ୍ଷୁହୀନ ଅର୍ଥାତ୍ ସେ ଅନ୍ଧ ଥିଲେ। ପାଣ୍ଡୁ କିନ୍ତୁ ସୁନ୍ଦର, ବଳଶାଳୀ ଓ ସର୍ବଗୁଣ ସମ୍ପନ୍ନ। ଏମାନଙ୍କ ଲାଳନ ପାଳନର ଦାୟିତ୍ୱ ନେଇଥାନ୍ତି ପିତାମହ ଭୀଷ୍ମ ଓ ରାଜମାତା ସତ୍ୟବତୀ। କାଳକ୍ରମେ ପିଲା ହିଁ ଯୁବକତ୍ୱ ଲାଭ କରନ୍ତି ଏବଂ ସେମାନଙ୍କର ବିବାହ ପ୍ରସ୍ତାବ ଆଗତ ହୁଏ। ପ୍ରଥମେ ପାଳି ପଡ଼େ କାହାଙ୍କର? ନା ଧୃତରାଷ୍ଟ୍ରଙ୍କର। ମାତ୍ର ବିଧିର ଏପରି ବିଡ଼ମ୍ବନା ଯେ ଯେଉଁ ଝିଅ ଧୃତରାଷ୍ଟ୍ରଙ୍କର ବିବାହରେ ପଡ଼େ ସେ ଝିଅଟି ମରିଯାଏ। ଏମିତି କାହିଁକି ମରିଯାଏ ସେଟା ଆମେ ଆଗକୁ ଜାଣିବା। ଏମିତି ଅନେକ ସୁକୁମାରୀ ରାଜକୁମାରୀଙ୍କର ଅକାଳ ବିୟୋଗ ଘଟିବାରୁ ମାତା ସତ୍ୟବତୀ ଏହାର କାରଣ ଅନୁସନ୍ଧାନ କରି ଜାଣିପାରନ୍ତି କୃଷିକା ବୃଷ ରାଶିରେ ଅମାବାସ୍ୟା ତିଥିରେ ଜନ୍ମଲାଭ କରିଥିବାରୁ ଧୃତରାଷ୍ଟ୍ର ହେଉଛନ୍ତି ବ୍ରହ୍ମ ରାକ୍ଷସ। କେବଳ ଅମାବାସ୍ୟା ତିଥି ବା ଉଆଁସ ତିଥିରେ ନୁହଁ, କୃଷିକା ବୃଷ ରାଶିରେ ଅମାବାସ୍ୟା ତିଥିରେ ଜନ୍ମଲାଭ କରିଥିଲେ। କ'ଣ ହୁଏ ନା ଜନ୍ମସ୍ଥ ଶିଶୁଟି କ'ଣ ହୁଏ ନା ବ୍ରହ୍ମ ରାକ୍ଷସ ବୋଲି ଗ୍ରହଣ କରାଯାଏ। ତେଣୁ ତାଙ୍କ ଧୃତରାଷ୍ଟ୍ରଙ୍କ ସହିତ ଯେଉଁ ରାଜକୁମାରୀଙ୍କର ବିବାହ ପ୍ରସ୍ତାବ ପଡ଼େ ସେହି ଅଲିଅଳି ସୁକୁମାରୀ ରାଜକୁମାରୀଙ୍କର ମୃତ୍ୟୁ ହୋଇଯାଏ। ତେଣୁ ସବୁ ଝିଅଙ୍କର ଅପମୃତ୍ୟୁ ଘଟୁଛି। ଏଥିପାଇଁ ସେ ପିଲା ଦୁହିଁଙ୍କୁ ପ୍ରକୃତ ପିତା ମହର୍ଷି ବେଦବ୍ୟାସଙ୍କୁ ପଚାରନ୍ତି। ବେଦବ୍ୟାସ ଜ୍ୟୋତିଷ ଶାସ୍ତ୍ରରେ ଗଣନା କରି ଧୃତରାଷ୍ଟ୍ରଙ୍କ ଜନ୍ମ ସମୟର ଦୋଷକୁ ଜାଣିପାରନ୍ତି। ଏହିପରି କିଛି ଦିନ ଅତିକ୍ରାନ୍ତ ପରେ ଥରେ ମହର୍ଷି ବେଦବ୍ୟାସ ଗାନ୍ଧାର ଦେଶ ରାଜା ଗାନ୍ଧାର ସେନଙ୍କ ରାଜ୍ୟକୁ ପରିଭ୍ରମଣରେ ଯାଆନ୍ତି। ରାଜା ଗାନ୍ଧାର ସେନଙ୍କ 100 ପୁତ୍ରରେ ଏକମାତ୍ର କନ୍ୟା ଗାନ୍ଧାରୀ। ସୁନ୍ଦରୀ, ସୁକୁମାରୀ, ରୂପ ଗୁଣବତୀ ଗାନ୍ଧାରୀର କିନ୍ତୁ ଏକ ଦୋଷ ଥାଏ। ସେ ଦୋଷ କ'ଣ? ଯେଉଁ ରାଜକୁମାର ସହ ତାର ବିବାହ ପ୍ରସ୍ତାବ ପଡ଼େ ସେ ମୃତ୍ୟୁବରଣ କରନ୍ତି। ଏହି ଦୁଃଖରୁ ପାରି କରିବା ଲାଗି ଗାନ୍ଧାର ସେନ ସର୍ବଜ୍ଞ ବେଦବ୍ୟାସକୁ ପଚାରନ୍ତି। ଆଉ ବ୍ୟାସ କ'ଣ ଉତ୍ତର ଦିଅନ୍ତି ନା ଜ୍ୟୋତିଷ ଶାସ୍ତ୍ର ଗଣନା କରି ଗାନ୍ଧାରୀ ଗୋଟିଏ ବ୍ରହ୍ମ ରାକ୍ଷସୀ ଓ ସେ ଯାହାକୁ ବାହା ହେବ ତାର ମଧ୍ୟ ମୃତ୍ୟୁ ହେବ। ଏହା ଶୁଣି ଗାନ୍ଧାର ସେନ ରାଜା ଖୁବ୍ କଷ୍ଟ ପାଆନ୍ତି, ମୂର୍ଚ୍ଛା ହୋଇଯାଇଛନ୍ତି, ଚେତାଶୂନ୍ୟ ହୋଇଯାଇଛନ୍ତି। ବ୍ୟାସ ତାଙ୍କୁ ପ୍ରବୋଧନ ଦେଇ ସାହାଡ଼ା ବୃକ୍ଷର ମହିମା ବଖାଣିଛନ୍ତି। ବେଦବ୍ୟାସ କ'ଣ କରିଛନ୍ତି ନା ଗାନ୍ଧାର ସେନଙ୍କୁ ସାହାଡ଼ା ବୃକ୍ଷର ମହିମା ସମ୍ପର୍କରେ କହିଛନ୍ତି। ପରେ ସେହି ମହିମାମୟ ସାହାଡ଼ା ବୃକ୍ଷ ସହିତ ଗାନ୍ଧାରୀଙ୍କର ବିବାହ ହେବା ପରେ ଧୃତରାଷ୍ଟ୍ରଙ୍କୁ ପୁନର୍ବିବାହ କରିବାରୁ ତାଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହୋଇଛି। ପିଲାମାନେ, ଓଡ଼ିଆରେ ଆମର ଗୋଟେ କଥା ଅଛି, ଗାନ୍ଧାରୀକୁ ବର ନାହିଁ କି ଧୃତରାଷ୍ଟ୍ରକୁ କନ୍ୟା ନାହିଁ। କାହିଁକିନା ପରସ୍ପର ସେ ଦୁଇ ଜଣ ଥିଲେ କ'ଣ? ବ୍ରହ୍ମ ରାକ୍ଷସ ଏବଂ ବ୍ରହ୍ମ ରାକ୍ଷସୀ। ସେ ଉଆଁସ ତିଥିରେ ଜନ୍ମଗ୍ରହଣ କରିଥିଲେ, ସେଥିପାଇଁ ତାଙ୍କୁ କୁହାଗଲା କ'ଣ? ବ୍ରହ୍ମ ରାକ୍ଷସ ଏବଂ ବ୍ରହ୍ମ ରାକ୍ଷସୀ।
ଗାନ୍ଧାରୀ ହୋଇଛନ୍ତି ଧୃତରାଷ୍ଟ୍ରଙ୍କ ପାଇଁ ଯୋଗ୍ୟ ପାତ୍ରୀ। ଠିକ୍ ସେହିପରି ଧୃତରାଷ୍ଟ୍ର ଗାନ୍ଧାରୀଙ୍କ ପାଇଁ ଯୋଗ୍ୟ ପାତ୍ର। ଗାନ୍ଧାରୀ କ'ଣ କଲେ ନା ଯେବେ ସାହାଡ଼ା ବୃକ୍ଷକୁ ବିବାହ କରି ପରବର୍ତ୍ତୀ ସମୟରେ ଧୃତରାଷ୍ଟ୍ରଙ୍କୁ ବିବାହ କରିଛନ୍ତି ତ ତାଙ୍କର ଗାନ୍ଧାରୀ ସେ ଯେଉଁ ଉଆଁସ ଦୋଷରୁ ବ୍ରହ୍ମରାକ୍ଷସୀ ଦୋଷରୁ ମୁକ୍ତ ହୋଇଛନ୍ତି। ସାହାଡ଼ା ବୃକ୍ଷର ମହିମା ସମ୍ପର୍କରେ କୁହାଯାଇଛି କ'ଣ ନା ଯଦି କୌଣସି ଆମର ବ୍ରହ୍ମରାକ୍ଷସୀ ଦୋଷଯୁକ୍ତ କନ୍ୟା ଉଆଁସ ତିଥିରେ ଜନ୍ମ ହୋଇଥିବା କନ୍ୟା ଯଦି ପ୍ରଥମେ ସାହାଡ଼ା ବୃକ୍ଷକୁ ବିବାହ କରି ପରବର୍ତ୍ତୀ ମୁହୂର୍ତ୍ତରେ ଉପଯୁକ୍ତ ପାତ୍ରକୁ ବିବାହ କରେ ତେବେ ତାଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। କବି ସାରଳା ଦାସ ଏହି ପ୍ରସଙ୍ଗରେ ବ୍ୟାସଦେବଙ୍କ ମୁଖରେ ସାହାଡ଼ା ବୃକ୍ଷର ମହିମା ବର୍ଣ୍ଣନା କରୁଛନ୍ତି। ଏଥିରେ ସାହାଡ଼ା ବୃକ୍ଷ କିପରି ଶ୍ରଦ୍ଧାଳୁର ସୁଖାଦ୍ୟ ପ୍ରାପ୍ତିର କାରଣ ହୋଇଛି ତାହା ମଧ୍ୟ କିପରି ଭାବରେ ସୁନ୍ଦର ଭାବରେ ବର୍ଣ୍ଣନା ହୋଇଛି ଆମେମାନେ ପଢ଼ିବା ଏହି ସାହାଡ଼ା ବୃକ୍ଷ କବିତାରେ। ପିଲାମାନେ କବିତାକୁ ଆମେ ପଢ଼ିବା। ପ୍ରଥମେ ଆମେ ପ୍ରଥମ ପଦରୁ ଆରମ୍ଭ କରିବା। ପ୍ରଥମ ପଦ ଅଛି କ'ଣ? ଗୋଲୋକ ବୃକ୍ଷ କରତାର ରଥେ ଚକ। ଗୋଲୋକ ବୃକ୍ଷ କହିଲେ ସାହାଡ଼ା ବୃକ୍ଷ। କରତାର ରଥେ ଚକ। କରତା ଅର୍ଥ କିଏ? ଯିଏ କରେ ସେ କର୍ତ୍ତା। ଅର୍ଥାତ୍ ସକଳ ଶକ୍ତିର ଆଧାର କିଏ? ନା ସୂର୍ଯ୍ୟ। ସୂର୍ଯ୍ୟ ଏଠି ହେଉଛନ୍ତି କରତା। କରତାର ଅର୍ଥ ହେଉଛି କ'ଣ? ସୂର୍ଯ୍ୟ। ସୂର୍ଯ୍ୟଙ୍କ ରଥର ଚକ କେଉଁଥିରେ ତିଆରି? ନା ଗୋଲୋକ ବୃକ୍ଷ ଅର୍ଥାତ୍ ସାହାଡ଼ା ବୃକ୍ଷର କାଠରେ ତିଆରି। ମହାକଳ୍ପ ବୃକ୍ଷ ସେ ହରଇ ମହାପାତକ। ମହାକଳ୍ପ ବୃକ୍ଷ ପିଲାମାନେ କଳ୍ପବୃକ୍ଷ ହେଉଛି ମନର ପ୍ରତ୍ୟେକଟି ବାଞ୍ଛାକୁ ଯେ ପୂରଣ କରେ ତାହା ହେଉଛି କଳ୍ପବୃକ୍ଷ। ଅର୍ଥାତ୍ ସାହାଡ଼ା ବୃକ୍ଷ କ'ଣ? ମହାକଳ୍ପ ବୃକ୍ଷ ସେ ହରଇ ମହାପାତକ। ସାହାଡ଼ା ବୃକ୍ଷ ହେଉଛି ମହାକଳ୍ପ ବୃକ୍ଷ। ସେ କ'ଣ ହରଣ କରେ? ମହାପାତକ ଅର୍ଥାତ୍ ମହାପାପକୁ ଯେ ହରଣ କରେ। ପୂର୍ବେ ସୃଜିତ ତାହା କଲେକ ପ୍ରଜାପତି। ଦୋଷୀ କନ୍ୟା ହୋଇଲେ ତାକୁ ବିବାହ କରିବ ଯୁଗତି। ପୂର୍ବେ ଅର୍ଥାତ୍ ପୂର୍ବ ସମୟରେ ସୃଜିତ ଅର୍ଥାତ୍ ସର୍ଜନା କଲେ। କିଏ କଲେ? କଲେକ ପ୍ରଜାପତି। ପ୍ରଜାପତି ଅର୍ଥାତ୍ ବ୍ରହ୍ମା। ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା। ତ ବ୍ରହ୍ମା ସୃଷ୍ଟି କରିଛନ୍ତି କାହାକୁ? ନା ସାହାଡ଼ା ବୃକ୍ଷକୁ। କାହିଁକି ସୃଷ୍ଟି କରିଛନ୍ତି? ଦୋଷୀ କନ୍ୟା ହୋଇଲେ ତାକୁ ବିବାହ କରିବ ଯୁଗତି। ଦୋଷୀ କନ୍ୟା ଆମେ କାହାକୁ କହିବା? ଯିଏ ଅମାବାସ୍ୟା ତିଥିରେ ଜନ୍ମଗ୍ରହଣ କରିଥିବ, ଉଆଁସ ତିଥିରେ ଜନ୍ମଗ୍ରହଣ କରିଥିବ, ଯେଉଁ ବ୍ରହ୍ମରାକ୍ଷସୀ ଦୋଷ କନ୍ୟା, ସେ ଯେଉଁ ବ୍ରହ୍ମରାକ୍ଷସୀ ଦୋଷ ସେଇଥିରୁ ମୁକ୍ତି ପାଇବାକୁ ହେଲେ କ'ଣ କରନ୍ତି? ନା ପ୍ରଥମେ ସାହାଡ଼ା ବୃକ୍ଷକୁ ବିବାହ କରନ୍ତି। ଗାନ୍ଧାର ସେନ ବୋଇଲା ସେ ବୃକ୍ଷ ଅଛି ମୋହର ନବର ମଝା ଥାନେ। ଗାନ୍ଧାର ସେନ ବୋଇଲା ଅର୍ଥାତ୍ ଗାନ୍ଧାର ସେନ କହିଲେ କାହାଙ୍କୁ? ବେଦବ୍ୟାସଙ୍କୁ। ସେ ବୃକ୍ଷ ଅଛି ମୋହର ନବର। ନବର କହିଲେ ରାଜନଅର। ମଝା ଥାନେ ମୋ ରାଜନଅରର ମଧ୍ୟ ଭାଗରେ। ମୁଁ ତାହାଙ୍କୁ ମୁନି ହୋ ପୂଜା କରଇ ନିତିଦିନେ। ହେ ମୁନି ମୁଁ ତାହାକୁ ନିତିଦିନ ପୂଜା କରେ। ସେହି ସାହାଡ଼ା ବୃକ୍ଷ ଅଛି କେଉଁଠି? ନା ମୋ ନବରର ମଧ୍ୟ ଭାଗରେ ଅଛି। ମୁଁ ଯାହାକୁ ନିତିଦିନ ପୂଜା କରେ। ବ୍ୟାସେ ପ୍ରତିବାଚ ତୁ ଭାଗ୍ୟବନ୍ତ ରାଜା। କିସ ଫଳ ଅଛି ତୁ ସାହାଡ଼ା ବୃକ୍ଷ କରୁ ପୂଜା। ପୁଣି କହୁଛନ୍ତି କିଏ? ନା ବେଦବ୍ୟାସ କହୁଛନ୍ତି, ପ୍ରତି ଉତ୍ତର ଦେଉଛନ୍ତି ତୁ ଭାଗ୍ୟବନ୍ତ ରାଜା। ହେ ରାଜା ତୁ ହେଉଛୁ ଭାଗ୍ୟବନ୍ତ। କିସ ଫଳ ଅଛି ତୁ ସାହାଡ଼ା ବୃକ୍ଷ କରୁ ପୂଜା। କି ଫଳ ପାଉଛୁ? ସେ ସାହାଡ଼ା ବୃକ୍ଷକୁ ପୂଜା କରି ତୁ କ'ଣ ବା ଫଳ ପାଉଛୁ? ଗାନ୍ଧାର ସେନ ପ୍ରତିବାଚ ସେ କରତାର ରଥଚକ। ଗାନ୍ଧାର ସେନ କହୁଛନ୍ତି ସେ ହେଉଛି କରତାର ରଥଚକ। ପିଲାମାନେ ଏଠି ଦେଖ କିଭଳି ଭାବରେ 5 ନମ୍ବର ପଦକୁ ପ୍ରଥମ ପଦ ସହିତ ଯୋଡ଼ା ଯାଇଛି। ଆମେ ଜାଣିଛେ କରତା ଅର୍ଥାତ୍ ସୂର୍ଯ୍ୟ। ସୂର୍ଯ୍ୟଙ୍କ ରଥର ଚକ କେଉଁଥିରେ ତିଆରି? ନା ସାହାଡ଼ା ବୃକ୍ଷର କାଠରେ। ଦର୍ଶନରେ ହରଇ ସେ ଅଶେଷ କୋଟି ପାତକ। ସାହାଡ଼ା ବୃକ୍ଷର ଦର୍ଶନରେ କ'ଣ ହୁଏ? ନା ଅଶେଷ କୋଟି ପାପ ମଧ୍ୟ ହରଣ ହୋଇଯାଏ। ବ୍ୟାସେ ବୋଇଲେ ରାଜା ନୋହି ଅଟି ଏମନ୍ତ। ଆମ୍ଭର ତହୁଁ ଶୁଣ ହୋ ଶାସ୍ତ୍ର ସଙ୍ଗତ।
ବ୍ୟାସେ ପୁଣି କହିଲେ କ'ଣ ନା ବେଦବ୍ୟାସ କହିଲେ ହେ ରାଜା ଏହିପରି ନୁହଁ, ତୁମେ ଯାହା କହୁଛ କେବଳ ଶାରଳା ବୃକ୍ଷର ଦର୍ଶନରେ ଯେ ଅଶେଷ କୋଟି ପାପ ଧୋଇ ହେଇଯାଏ ତାହା ନୁହଁ, ଆହୁରି କ'ଣ ମଧ୍ୟ ଶାରଳା ବୃକ୍ଷର ମାହାତ୍ମ୍ୟ ରହିଛି। ଆମ୍ଭେ ତୁମ୍ଭକୁ କହୁଛୁ ଶୁଣ, ଯାହା ହେଉଛି ଶାସ୍ତ୍ର ସମ୍ମତ, ଶାସ୍ତ୍ର ସଙ୍ଗତ। ତ ପିଲାମାନେ ଏଇ 6 ନମ୍ବର ପଦରେ ଆଜିର କ୍ଲାସ୍କୁ ଆମେ ରଖିବା। ପରବର୍ତ୍ତୀ ସମୟରେ ଆମେ 7 ନମ୍ବର କ୍ଲାସ୍ଠୁ ଆରମ୍ଭ କରିବା। ତ ପିଲାମାନେ ଯଦି ତୁମମାନଙ୍କୁ ଆଜିର କ୍ଲାସ୍ଟି ଭଲ ଲାଗିଛି ତେବେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବନି। ତ ଏହିପରି ଭାବରେ ତୁମମାନଙ୍କର ଭଲ ପାଇବା ରହିଲେ ଏହି ଚ୍ୟାନେଲଟି ବହୁତ ଆଗକୁ ଯିବ। ତ ଆଶା କରୁଛି ତୁମମାନଙ୍କର ଭଲ ପାଇବା ସବୁବେଳେ ଏହି ଚ୍ୟାନେଲ ପ୍ରତି ରହୁ। ଆଉ ତୁମମାନଙ୍କର ମତାମତ ଅନୁସାରେ ଆମେ ସୁନ୍ଦର ସୁନ୍ଦର ବିଷୟକୁ ପୁନର୍ବାର ଆଉ ଗୋଟିଏ ନୂତନ କ୍ଲାସ୍ରେ ଆଣିବା। ତ ଆଶା କରୁଛି ତୁମେମାନେ ସୁନ୍ଦର ସୁନ୍ଦର ମତାମତ ମଧ୍ୟ ଦେବ।